ପ୍ରଳୟମୁଖୀ ଜଳବାୟୁ ପରିବର୍ତ୍ତନ, କୋଇଲା, ପେଟ୍ରୋଲ ଆଦି ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇ ଅଙ୍ଗାରକାମ୍ଳ ଓ ଅନ୍ୟ ହାନିକାରକ ବାଷ୍ପ ନିର୍ଗମନ ହ୍ରାସ କରିବାକୁ 2015ରେ ପ୍ୟାରିସ୍ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଶୂନ୍ୟ ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ ପାଇଁ ମଧ୍ୟ ପ୍ରସ୍ତାବ ରହିଥିଲା, କିନ୍ତୁ ଚୀନ, ଆମେରିକା, ଭାରତ, ଅଷ୍ଟ୍ରେଲିଆ ସମେତ ଅନେକ ରାଷ୍ଟ୍ର 2030 ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବା ସମ୍ଭବ ନୁହେଁ ବୋଲି ଜଣାଇଛନ୍ତି। ଅକ୍ଟୋବର 31ରୁ ଗ୍ଲାସଗୋରେ ଆରମ୍ଭ ହେଉଥିବା 26ତମ କନଫରେନ୍ସ ଅଫ୍ ପାର୍ଟିଜ୍ COP26 ସମ୍ମିଳନୀରେ ଏ ପ୍ରସଙ୍ଗରେ ପୁଣି ଆଲୋଚନା ହେବ। ବିକଶିତ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ମନୋଭାବ ରଖି ଏହି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ବିଶ୍ୱରେ ପ୍ରଳୟ ଆଣିବାର ଆଶଙ୍କା ରହିଛି। COP26ରୁ କ'ଣ ଚାହେଁ ଭାରତ? ଗ୍ଲାସଗୋରେ 26ତମ କନଫରେନ୍ସ ଅଫ୍ ପାର୍ଟିଜ୍ COP26 ସମ୍ମିଳନୀ ପୂର୍ବରୁ ଭାରତ ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମେରିକା ଓ ବ୍ରିଟେନ୍ ସହ ମଧ୍ୟ କଥାବାର୍ତ୍ତା ହୋଇଛି। ଚଳିତ ଶତାବ୍ଦୀର ମଧ୍ୟଭାଗ 2050 ସୁଦ୍ଧା ନେଟ୍ ଜିରୋ ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ରାଷ୍ଟ୍ରଗୁଡ଼ିକ ନୂଆ ପ୍ରତିଶ୍ରୁତି ରଖିବେ ବୋଲି ଆଶା କରାଯାଇଛି। କିନ୍ତୁ ବିଶ୍ୱର ତୃତୀୟ ସର୍ବବୃହତ୍ ଅଙ୍ଗାରକ ନିର୍ଗମନକାରୀ ଦେଶ ଭାରତ ଏ ବାବଦରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ଯଦିଓ ଏହାକୁ ଭାରତ ଦୃଢ଼ ସମର୍ଥନ କରୁଛି, ତଥାପି ଏତେ ଶୀଘ୍ର ନେଟ୍ ଜିରୋ ଡେଡ୍ଲାଇନ୍ ପୂରଣ ପାଇଁ ଏହା ସମ୍ମତ ହୋଇନାହିଁ। 2050 ସୁଦ୍ଧା ନେଟ୍ ଜିରୋ ପାଇଁ ଯଦି ଭାରତ ପ୍ରତିଶ୍ରୁତି ରଖେ, ତେବେ ଏହାକୁ କୋଇଲା ଭିତ୍ତିକ ବିଦ୍ୟୁତ୍ ପ୍ଲାଣ୍ଟ ଓ ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କରିବାକୁ ପଡ଼ିବ। ହେଲେ ଏ ନେଇ ଭାରତ ଯୁକ୍ତି ବାଢ଼ିଛି ଯେ ଜଳବାୟୁ ବିପର୍ଯ୍ୟୟ ପାଇଁ ସର୍ବାଧିକ ଉତ୍ତରଦାୟୀ ଥିବା ଦେଶଗୁଡ଼ିକ ପାଣ୍ଠି ଯୋଗାଣ ଲାଗି ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସେମାନେ ପୂରଣ କରୁନାହାନ୍ତି। ତେଣୁ ବିକାଶଶୀଳ ଦେଶଗୁଡ଼ିକ ପକ୍ଷେ ନେଟ୍ ଜିରୋ ଲକ୍ଷ୍ୟ ପୂରଣ କରିବା କଷ୍ଟକର ବ୍ୟାପାର ପାଲଟିବ। ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଏଲିଜାବେଥ ଟ୍ରସ୍ଙ୍କ ସହ ଏକ ବୈଠକରେ ଆଲୋଚନା ପରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, COP26 ସମ୍ମିଳନୀରୁ ଅନେକ କିଛି ଆଶା କରାଯାଉଛି। ପ୍ୟାରିସ୍ ରାଜିନାମାକୁ ନେଇ ରହିଥିବା କିଛି ଅସମାହିତ ସମସ୍ୟାକୁ COP26ରେ ଗୁରୁତ୍ୱ ଦିଆଯାଇପାରେ। ଏହା ବ୍ୟତୀତ ଅଙ୍ଗାରକ ନିର୍ଗମନ ମାତ୍ରା କମାଇବା ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଦୀର୍ଘମିଆଦୀ ପାଣ୍ଠି ଯୋଗାଣ ଉପରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଚୁକ୍ତି ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ପୂର୍ବ COP ସମ୍ମିଳନୀରେ ବିକାଶଶୀଳ ଦେଶଗୁଡ଼ିକ ବାର୍ଷିକ $10,000 କୋଟି ସହାୟତା ପାଇଁ ଧାର୍ଯ୍ୟ ହୋଇଥିଲା। ଏହି ସହାୟତାକୁ ସୁନିଶ୍ଚିତ କରାଯିବା ଦରକାର ବୋଲି ଭାରତ ଏକ ଯୁକ୍ତି ବାଢ଼ିଛି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ବିକଶିତ ଦେଶଗୁଡ଼ିକ ଅଧିକ ସହାୟତା ଯୋଗାଇବା ସପକ୍ଷରେ ନଥିବା ଏକ ଲିକ୍ ଡକୁମେଣ୍ଟରୁ ଖୁଲାସା ହୋଇଛି। ତେଣୁ ବିଶ୍ୱ ତାପନ 2.7 ଡିଗ୍ରୀ ହେବ। ଚଳିତ ଶତାବ୍ଦୀରେ ବିଶ୍ୱରେ ଉତ୍ତାପ ବୃଦ୍ଧିକୁ 1.5 ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରଖିବା ପାଇଁ ଦେଶଗୁଡ଼ିକୁ ଯେଉଁ ମହତ୍ୱାକାଂକ୍ଷୀ ଦାୟିତ୍ୱ ଦିଆଯାଇଥିଲା ତାହା ପୂରଣ ହେବା ସମ୍ଭବ ନୁହେଁ। ତାହାର ପୂରଣ ହେବାର ସମ୍ଭାବନା ନାହିଁ, ବରଂ ବିଶ୍ୱ ତାପମାତ୍ରା ପ୍ରାୟ 2.7 ଡିଗ୍ରୀ ସେଲସିୟସ୍ ବଢ଼ିବାକୁ ଯାଉଛି। ଜାତିସଂଘର ଏମିସନ୍ସ ଗ୍ୟାସ୍ ରିପୋର୍ଟରୁ ଏହା ସ୍ପଷ୍ଟ ଜଣାପଡ଼ିଛି। ଯଦି ରାଷ୍ଟ୍ରଗୁଡ଼ିକ ଦୀର୍ଘମିଆଦୀ ନେଟ୍ ଜିରୋ ବା ଶୂନ୍ୟ ଅଙ୍ଗାରକ ଲକ୍ଷ୍ୟ ପୂରଣ କରନ୍ତି, ତେବେ ତାପମାତ୍ରା ବୃଦ୍ଧିକୁ ଉଲ୍ଲେଖନୀୟ ଭାବେ ନିୟନ୍ତ୍ରଣ କରାଯାଇପାରନ୍ତା। ଗ୍ଲାସଗୋରେ ଜଳବାୟୁ ସମ୍ମିଳନୀ COP26 ଚଳିତ ମାସ 31 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଏମିସନ୍ସ ଗ୍ୟାସ୍ ରିପୋର୍ଟ ବିଶ୍ୱ ନିମନ୍ତେ ଆଉ ଏକ ସତର୍କବାଣୀ ସଦୃଶ ହୋଇଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି। 120 ରାଷ୍ଟ୍ର ପକ୍ଷରୁ 2030 ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ହ୍ରାସ ଯୋଜନା ବାବଦରେ ଦାଖଲ କରାଯାଇଥିବା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। 2030 ସୁଦ୍ଧା ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ ମାତ୍ରା ପାଖାପାଖି 7.5%, ଯାହାକି 5 ବର୍ଷ ପୂର୍ବେ ଦିଆଯାଇଥିବା ଲକ୍ଷ୍ୟ ତୁଳନାରେ ହେବା ନେଇ ଧାର୍ଯ୍ୟ କରାଯାଇଛି। ଚଳିତ ଶତାବ୍ଦୀରେ ବିଶ୍ୱ ତାପମାତ୍ରା ବୃଦ୍ଧିକୁ 1.5 ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରଖିବାରେ ଦେଶଗୁଡ଼ିକ ଏହି ପ୍ରତିଶ୍ରୁତି ଯଥେଷ୍ଟ ହେବ ନାହିଁ ବୋଲି ରିପୋର୍ଟକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେମାନଙ୍କ ମୁତାବକ ତାପମାତ୍ରା ବୃଦ୍ଧିକୁ 1.5 ଡିଗ୍ରୀ ସେଲସିୟସ୍ ଭିତରେ ରଖିବାକୁ ହେଲେ 2030 ସୁଦ୍ଧା ଅଙ୍ଗାରକ ନିର୍ଗମନ ହ୍ରାସ ମାତ୍ରା 55% ହେବା ଦରକାର। 2030ର ଲକ୍ଷ୍ୟ ପୂରଣ ପାଇଁ ଦେଶଗୁଡ଼ିକ ପାଖରେ ଆଉ 8 ବର୍ଷ ସମୟ ରହିଛି। ତେଣୁ ସେମାନେ ଅଙ୍ଗାରକ ନିର୍ଗମନ ମାତ୍ରା କମାଇବା ବାବଦରେ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ସେଥିରେ ସଂଶୋଧନ ଆଣିବା ଅପରିହାର୍ଯ୍ୟ। ବିଶ୍ୱ ତାପନକୁ 1.5 ଡିଗ୍ରୀ ସେଲସିୟସ୍ରେ ରଖିବା ପାଇଁ ସେମାନଙ୍କୁ ନିଜ ନୀତି ରଣନୀତିରେ ପରିବର୍ତ୍ତନ ଆଣିବାକୁ ହେବ ବୋଲି ଜାତିସଂଘ ପରିବେଶ କାର୍ଯ୍ୟକ୍ରମ UNEPର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇଙ୍ଗର ଆଣ୍ଡରସନ୍ କହିଛନ୍ତି। ଅଙ୍ଗାରକ ନିର୍ଗମନ ମାତ୍ରା କମାଇବା ପାଇଁ ଦେଶଗୁଡ଼ିକ ଯେଉଁ ପ୍ରତିଶ୍ରୁତି ରଖିଛନ୍ତି ତାହା ଚଳିତ ଶତାବ୍ଦୀରେ ବିଶ୍ୱ ତାପମାତ୍ରାକୁ 2.7 ଡିଗ୍ରୀ ସେଲସିୟସ୍ରେ ପହଞ୍ଚାଇବ ଏବଂ ଆଣ୍ଟୋନିଓ ଗୁଟେରସ୍ଙ୍କ ମତରେ ଏହା ସାଂଘାତିକ ଜଳବାୟୁ ସଙ୍କଟର କାରଣ ସାଜିବ। ତେଣୁ ପିଲାମାନେ ଏଇଟା ଗୋଟେ ସିରିୟସ୍ ମ୍ୟାଟର। ଏହାପରେ ଗୁରୁତ୍ୱ ଦେବା ଆବଶ୍ୟକ। କେମିତି ଅଙ୍ଗାରକର ନିର୍ଗମନ ହ୍ରାସ ପାଇବ? ଆମେମାନେ ଛାତ୍ରୀମାନେ ଚାହିଁଲେ ଆମେ ଏଥିପାଇଁ
गोटे पदक्षेप नहीं पारिबा केमिति अंगारकाम्लर निर्गमन ह्रास पाइब तुम मैंने चिंता कर तुम मैंने वर्तमान पाठ पढ़ुच से बाबद में तुम मैंने निहाती भविष्यर दायद हिसाब से आम देश को आम केमी सुदृढ़ करवा केमी बचेबा आम समस्त को निजे बंचा अन्य मानक बंचा से चेष्टा करवा दरकार देख अंगारक निर्गमन पर दायी राष्ट्र देख से जो देखा देश अंगारक निर्गमन मेट्रिक टन अंगारकाम्ल विश्व प्रतिशत खाली आलोचना करदे मेट्रिक टन कहूनी चीन विश्व में प्रतिशत हूँ 27.2%, अमेरिका तो तौक आस 14.6%, भारतर पोजिशन थर्ड अच्छी 6.8% है एति दायी तेणु आम से 6.8% को आमको 0% करार अच्छे जोटा कि कहते टार्गेट हूँ नेट जीरो करने बहुत सहज आमको प्लांटेसन करा पड़ो बहुत सारा गछ लगे पड़ो आमती पल्यूसन एयर पल्यूसन वाटर पल्यूसन नॉइज पल्यूसन सॉइल पल्यूसन जिते भी सारा पल्यूसन रोचे पल्यूसन टाक आम केमी कंट्रोल करवा से देखा पड़ो ता तलकू रूस जापान जर्मान ईरान साउदी अरब दक्षिण कोरिया कानाडा मेक्सिको इंडोनेशिया ब्राजिल दक्षिण आफ्रिका तुर्की तापर प्रथम 15टी देश अवशिष्ट विश्व रोचन तेणु भारत बर्तमान तृतीय स्थान अच्छी आम चाहिए ये 8 वर्ष भितर नेट जीरो रे परिणत कर।